କହିଲ ଏଇଠି ପଡିଦବ ଆଉ ଛିଡା ହେଇକି ପୁରା ନାଚ ବାହାରେ ତାଙ୍କୁ ଯେତିକି ମିଳିଲା ଜାଣିଲ ଗୋଟେ ପ୍ରଥମାଷ୍ଟମୀ ଗୋଟେ ଭାଇର ଡ୍ରେସ୍ ଆଣିଛି ଏମିତିଆ ଡ୍ରେସ୍ ମୁଁ କେବେ ବି ଭାବିନଥିଲି ଏମିତିଆ ଡ୍ରେସ୍ ଏମିତି ଝିଲିମିଲିଆ ଡ୍ରେସ୍ ଆଣିବ ବୋଲି ମୋ ଝିଅ ପାଇଁ ଗୋଟେ ହଟ୍ ପ୍ୟାଣ୍ଟକୁ ଟି ସାର୍ଟ ଆଣିଥାନ୍ତା ମୋ ଝିଅ ପୁରା ହିରୋଇନ୍ ଭଳି ଲାଗିଥାନ୍ତା ମୁଁ ଭାବିଥିଲି ଏକଥା ତା ମାମୁଁ ଘରୁ ଆସିବ ସେ ପିନ୍ଧିକି ବୁଲିବ ହେଲେ ଏମିତିଆ ଡ୍ରେସ୍ ମୁଁ ତ ହେଲେ ତମକୁ ଦେଖିବାକୁ ଯିବୁ ଯଦି ମୋ ଝିଅ ଦେଖିବ ନା ତାହେଲେ ଏ ଡ୍ରେସ୍କୁ ଏମିତି କଣ କରିବ କହିଲ ଏମିତି ପଡିଦବ ଆଉ ଛିଡା ହେଇକି ପୁରା ନାଚିକି ସେ କାନ୍ଦି ପକେଇବ। ଓହୋ ଦେଖେଇ ଦେଖେଇ ତୁ କାହା ଉପରେ ଲାଗୁଛୁ? ଆରେ ଡ୍ରେସ୍ ଟା କଣ ଦିଶୁଛି କହିଲ ଭଲ ଦେଖା ଯାଉଛି ଝିଅକୁ ବିଲକୁଲ ଭଲ ଲାଗିବନି ମୁଁ ଜାଣେ। ଆଉ ବହୁତ ବଢିଆ ଡ୍ରେସ୍ ଟା ତୁ ଅନେଇଲୁ ତାକୁ ଏମିତି କହନା ଯାହାହେଲେ ତୋର ଭାଇ ଖରାପ ଲାଗୁନି ତୋଠୁ ଏମିତି ଆଶା ମୁଁ କେବେ କରୁନଥିଲି ମା ଯାହାହେଲେ ବାପ ଘର ତୋର ସିଏ ବାପ ଭାଇ ଆଟପଣ ଓଷା ବାହାରେ ଠିଆ ହେଇଗଲେ ତତେ କେତେ ଖୁସି ଲାଗିବ କହିଲୁ ଘର କାହାକୁ ମିଳୁଛି ଯେ ଓଷା ବାହାରେ ତାଙ୍କୁ ଯେତିକି ମିଳିଲା ସିଏ ଆସି ଦୁଆରେ ଠିଆ ହେଇଗଲେ ଆମ ପାଇଁ ବହୁତ ଖୁସି ତୁ ଏମିତି କହିବାଟା ଠିକ ହେଲାନି। ଗୋଟିଏ ପ୍ରଥମାଷ୍ଟମୀ ଗୋଟେ ବୋଲି ପୁଣି ତାଙ୍କର ନାତୁଣୀ ସେ ଭଲ ଡ୍ରେସ୍ ହଳେ ଦେଇପାରିଲେନି ତାହେଲେ ମତେ ବାହା କରୁଥିଲେ କଣ ପାଇଁ ମୁଁ କେତେ ଭଲ ଶାଶୁଘର ପାଇଛି ସେମିତି ଯୋଗ୍ୟର ଦେଖି ବନ୍ଧୁ ଯେମିତି ବାନ୍ଧିଛ ସେମିତି ଯୋଗ୍ୟର ଜିନିଷ ନେଇକି ଆସିବ ନା ନାଇଁ ଆମ ଘରକୁ। ଆଲୋ ବୋହୂ ତୁ କାହିଁ ଏମିତି ଭାବୁଛୁ ମୁଁ ତ କାହିଁ ଭାବୁନି ଆଲୋ ସିଏ ଯଦି ମୋ ଦୁଆରେ 5 ଟଙ୍କାରେ ଆସି ଠିଆ ହେଇଗଲେ ସେଇଟା ମୋ ପାଇଁ ବଡ କଥା ତୋ ପାଖରେ କଣ ପଇସା ନାହିଁ ତୋ ଝିଅକୁ ଯଦି 5,000 ଟଙ୍କା ଡ୍ରେସ୍ ପିନ୍ଧେଇବୁ ତୁ ଯା କିଣିକି ଆଉ ଖାଲି ପିନ୍ଧେଇଦବୁ ତୁ କାହିଁ ସବୁବେଳେ ବାପ ଘରେ ଆଶା କରୁଛୁ ସିଏ ମୋ ଦୁଆରେ ଠିଆ ହେଇଗଲେ ମୋ ପାଇଁ ବହୁତ ଖୁସି ମୁଁ କହୁଛି ଟଙ୍କାଟେ ମିଳୁ ତାଙ୍କୁ ଯାହା ମିଳୁ ସବୁ ଓଷା ବାହାରେ ମୋ ଦୁଆରେ ଠିଆ ହନ୍ତୁ ମୁଁ ଏମିତି ବନ୍ଧୁ ପାଇ ମୁଁ ଠାକୁରଙ୍କୁ ପ୍ରାର୍ଥନା କରୁଛି ମତେ ସବୁ ଜନ୍ମରେ ଏମିତି ବନ୍ଧୁ ମିଳୁ ଆଉ ତୁ ଦିନେ ମୋ ବନ୍ଧୁକୁ ଏମିତି କହିବୁନି। ଯଦି ସେ ଚଏସ୍ କରି କିଣି ପାଇଲାନି ତାହେଲେ ମତେ ପଇସା ପଠେଇ ଦେଇଥାନ୍ତା ଫୋନ ପେ ଯୁଗ ହେଲାଣି ନା ଫୋନ ପେ ରେ ପଇସା ଦେଇଥାନ୍ତା ମୁଁ ମୋ ନିଜେ କିଣିଥାନ୍ତି। କଣ ଓଡିଆ ହେଲେ ମତେ ଯୁକ୍ତି କରୁଛୁ ତୋର କଣ ପଇସା ଅଭାବ ହେଲେ ଆକାଉଣ୍ଟ ଜାଣିଛୁ ସବୁବେଳେ ପାଇଁ ଆକାଉଣ୍ଟ ରୁ ପଠେଇଦବ ସେ ଯୋଉ ଇଏରେ ପକେଇଦବ ଫୋନ ପେ ରେ ପଠେଇଦବ ତତେ ଭଗବାନ ଭଲରେ ରଖିଛନ୍ତି ତୁ ବାପର ଝିଅକୁ କାହିଁ ଲୋଭ କରାଉ ଝିଅ ବାହା ହେଇଗଲା ପରେ ତ ନାଜ ମାଡେ ବାପ ଘରକୁ କୋଉ ଜିନିଷ ମାଗିଲେ କି ବାପ ଘରକୁ ବାରମ୍ବାର ଗଲେ ସେ ନିଜକୁ ନାଜ ମାଡେ ତୁ କଣ ଏତିକି କଥା ଜାଣିପାରୁନୁ ତମେ ଜାଣିନ ଶାଶୁଘରେ ଯେତେ ଥିଲେ ବାପ ଘରୁ ନେଇ ଆସି ଶାଶୁଘର ପୁରେଇବାଟା ଠିକ ଏ ନା ଆଲୋ ଓଲି ନେଉଟିଆ ପଟାଳି କାଟି ଖାଇବ ମୂଳୁ ଓପାଡ଼ି ଦେଲେ ଗଲା ଉପୁଡି ଯିବ ଭାଇ ଯେତେ ଦିନ ଚାଲିବା ସୁଖ ଥିବ 5 ଟଙ୍କା ଯଦି ତୋ ଦୁଆରେ ନେଇ ଠିଆ ହବ ତୋ ସେଥିପାଇଁ ଆଟପଣ ତୁ ଏତେ ଲୋଭ କରୁଛୁ ଆଉ କରିବୁ କହ କରିବୁନି ଗୋଟେ ଅଭିନୟ ଥିଲା ଏମିତି ଲାଗିଲା ପିଲାମାନେ କମେଣ୍ଟ ଦିଅ କେମିତି ଲାଗିଲା ନିହାତି କମେଣ୍ଟ କରିବ ହସି ଦିଅ ଆଉ ଗୋଟେ ଏମିତି ବି ହଉଛି ସମସ୍ତେ ଏମିତି କରୁଛନ୍ତି ଆମେ ଗୋଟେ ଛୋଟ ମେସେଜ ଟେ ଦେଲୁ ନେଉଟି ଆଖିଆରେ ସତରେ କାଟି ଖାଇଲେ ଜୀବନ ସାରା କାଟି ଖାଉଥିବା ଯଦି ଉପାଡ଼ି ଦବା ମୂଳସୁ ଉପାଡ଼ି ଦବା ବାପ ଘରକୁ ବେଶୀ ଲୋଭ କରିବାଟା ଠିକ ନୁହେଁ ଯେତିକି ଆମ ଶାଶୁଘର ଅଛି ଆମ ଭାଗ୍ୟ ପାଇଛେ ଆମେ ସେତିକି ଆମେ ନିଶ୍ଚୟ ସେଥିରେ ଖୁସି ଭାଇ ବୋଉର ବନ୍ଧନ ଭାଇ ଭଉଣୀର ବନ୍ଧନ ଯୁଗ ଯୁଗ ରହିଥାଉ ଏମିତି ଭଲ ପାଇବା ଦୁଆରେ 5 ଟଙ୍କା ହଉ ପଛେ ଦୁଆରେ ଠିଆ ହଉ ତାଙ୍କର କର୍ତ୍ତବ୍ୟ କରୁଛନ୍ତି ଓଷା ପର୍ବ ପାଇଁ କରୁଛନ୍ତି ଯଦି ଆମ ଛୁଆର ଇଚ୍ଛା 5,000 ଟଙ୍କା 2,000 ଟଙ୍କା ପିନ୍ଧିବାକୁ ଆମେ ତାদের ହାତରେ ପକେଇ ନିଜେ ତିଆରି କରି ପିନ୍ଧି ନେବା ଆମେ କାହିଁକି ବେଶୀ ତାଙ୍କୁ ବୋଝ ଉପରେ ଲଳିତା ବିଳା ଦେଲା ଭଳିଆ ବୋଝ ନଦି ଦେବା ତାଙ୍କୁ କଷ୍ଟ ହବ ଓଷା ବା ଆସିଲେ ତାଙ୍କୁ ଟେନସନ ବଢିଯିବ କେମିତି ଆମେ ତାଙ୍କ ଘରକୁ ଯିବା ଆଉ ଓଷା ବାହା ପାଳିବା ଆଉ ଏବେ ତ ଫୋନ ପେ ରେ କରିଦଉଛନ୍ତି ସେ ମୋବାଇଲ ରେ ପଠେଇ ଦଉଛନ୍ତି ସେଥିରେ କଣ ଏବେ 500 ଟଙ୍କା ପଠେଇ ଦଉଛନ୍ତି କିନ୍ତୁ 1,000 5,000 ଟଙ୍କା ଦରକାର ପିଲାଙ୍କର ଆଉ ସିଏ ଦେଲେ ଆମେ ପିଲା 5,000 ପିନ୍ଧିବ ବୋଲି 5,000 ଦେଇ ହବ କି ଆମେ ଆମ ଛୁଆକୁ ପକେଇକି ଦବା ଅଧିକ ପଇସା ପକେଇବା ତାପରେ ଯାହାର ଜଣେ ହେଇଥିବ ଅଲଗା କଥା ସେ ଖୁସିରେ ଦେଇଦବ କଣ ଦିନେ ଅଧେ ଚଳେଇଦବ ଯାହାର ଗୋଟେ ଜଣଙ୍କର ଗୋଟେ ଲୋକର ତାର 5-6ଟା ନାତୁଣୀ ହେଇଥିବ ସେ କେତେ 5-6ଟା ଝିଅ ହେଇଥିବ ତାପରେ ଜଣେ ଜଣେ ସମସ୍ତଙ୍କୁ ଦେଲା ସେ କେତେ ଦବ କଷ୍ଟ ହବ ଏଇଟା ମୋ ସମୁଦୁଣୀ ଦେଇଥିଲା ଏଇଟା ଆର ବର୍ଷ ନା ତାର ବର୍ଷ 2 ବର୍ଷ ତଳେ ଏଇଟା ଅଭିନୟ କରୁଛୁ ଆଉ ମୋ ସମୁଦୁଣୀ ଦେଖୁଥିବ କି ମୋ ସମୁଦୁଣୀ ଦେଖୁଥିବ କେହି ମନ ଦୁଃଖ କରୁନି ଅଭିନୟ ଥିଲା କି ମୋ ପୁଅ ଦେଖୁଛି ମାନେ ତା ଭାଇ ଏଇଟା ଅଭିନୟ ଥିଲା ଜୟ ଜଗନ୍ନାଥ।